ଲିଖନୀରେ କାହାଣୀ ଆଜିର ଗଳ୍ପ ପରିଚୟ। ସମ୍ରାଟଙ୍କ ଦରବାରରେ ପହଞ୍ଚିଲେ ଜଣେ ଯୁବକ। ସେ ଲାଗୁଥିଲେ ବିଚକ୍ଷଣ। ରାଜା ତାଙ୍କୁ ପଚାରିଲେ, ଯୁବକ, ତୁମ ନାମ କ'ଣ? ଯୁବକ କହିଲେ, ମୋର ଅସଂଖ୍ୟ ପରିଚୟ, କାହାର ପରିଚୟ ଦେବି? ରାଜା ଏହାର ଅର୍ଥ ବୁଝିପାରିଲେ ନାହିଁ। ଯୁବକ ପଚାରିଲେ, ମହାରାଜ, ଆପଣ କେବେ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିଛନ୍ତି? ରାଜା କହିଲେ, କେବେ ହେଲେ କରିନାହିଁ। ଯୁବକ କହିଲେ, କାଲି ଆପଣ ପାହାନ୍ତରୁ ଉଠି ବଗିଚାକୁ ଆସନ୍ତୁ। ସେଠାରେ ମୁଁ ଆପଣଙ୍କୁ ମୋର ଅନେକ ପରିଚୟ ଗୂଢ଼ କଥା କହିବି। ସୁତରାଂ ରାଜା ତାଗିଦ କରି ଶୋଇବାକୁ ଗଲେ ଯେ ଯେମିତି ହେଲେ ତାଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଡାକି ଦିଆଯିବ। ପ୍ରବଳ ଶୀତ ରାତି। ସୂର୍ଯ୍ୟୋଦୟ ପୂର୍ବରୁ ରାଜାଙ୍କୁ ଡକାଗଲା। ରାଜା ରେଜେଇକୁ ଆହୁରି ଟାଣି ନେଇ ଶୋଇଲେ। ଅଧିକ ଡାକିବାରୁ ରାଜା ରାଗିଯାଇ ଯିଏ ହଇରାଣ କରୁଛି ତାକୁ ହାଣିଦେବେ ବୋଲି ଧମକ ବି ଦେଲେ। ତାପରେ ନୀତିଦିନିଆ ସମୟ ଉଠି ପୂର୍ବ ଦିନର କଥା ମନେ ପକାଇ ଅନୁତପ୍ତ ହେଲେ। ଯୁବକ କହିଲେ, ଦେଖନ୍ତୁ ମହାରାଜ, ଏଇତକ ସମୟ ଭିତରେ ଆପଣ 3 ଜଣ ମଣିଷ। କାରଣ ଯେ କହିଲେ ସକାଳୁ ଡାକିଦେବେ, ସକାଳୁ ଡାକାଗଲା ବେଳକୁ ଯିଏ କହିଲେ ଯେ ହାଣିଦେବେ ଏବଂ ସକାଳୁ ଉଠିଲା ପରେ ଯିଏ ପଶ୍ଚାତାପ କଲା, ସମସ୍ତେ ସମାନ ମଣିଷ ନୁହନ୍ତି। ଏମାନେ ସମସ୍ତେ ଆପଣଙ୍କ ଭିତରେ ଥିବା ଭିନ୍ନ ଭିନ୍ନ 3 ଜଣ ମଣିଷ। ଏବେ କୁହନ୍ତୁ, ଆପଣ କାହାର ପରିଚୟ ଦେବେ? ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।